ମଥୁରା ନଗରୀର ଯୋଉ କଂସଙ୍କ ଦରବାରରେ ଅବତୀର୍ଣ୍ଣ ବିଭିନ୍ନ କଳାକାରଙ୍କ ସାଙ୍ଗରେ ଆମେ କଥାବାର୍ତ୍ତା ହେଉଛୁ। ଏବେ ଆମେ କଥା ହେବା। ସାର୍ ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ। ମୋ ନାଁ ହଉଛି ହେମନ୍ତ ପ୍ରଧାନ, ଅମ୍ବାଭନା ବ୍ଲକ, ବଡ଼ଧାରା ହଉଛି ମୋର ଘର। ସାର୍ ଆପଣ କେଉଁ ଭୂମିକାରେ ଅବତୀର୍ଣ୍ଣ କରୁଛନ୍ତି କଂସ ଦରବାର? ମୁଇଁ ଏ ଚଳିତ ବର୍ଷ 78ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ସେନାପତି ଭୂମିକାରେ ଅଭିନୟ କରିବି। ଆପଣଙ୍କର କିଭଳି ଭାବରେ ଏହା ପାଇଁ ଅଡିସନ ହେଇଥିଲା? କେତେ ଜଣ ଆସିଥିଲେ ସେନାପତି ପାଇଁ? ଆପଣଙ୍କର ବଳିଷ୍ଠତା ଦେଖିଲେ ତ ଜଣା ପଡୁଛି ଯେ ଆପଣ ନିଶ୍ଚିତ ଭାବରେ ଭଲ କରିଥିବେ। ଧନ୍ୟବାଦ। ଏଇ ସେନାପତି ପଦବୀ ପାଇଁ 74 ଜଣ ପ୍ରତିଯୋଗୀ ଆସିଥିଲେ ଏବଂ ସେମାନଙ୍କ ମଧ୍ୟରେ ମୁଁ ଉତ୍ତୀର୍ଣ୍ଣ ହୋଇଛି। ସେଥିପାଇଁ ମୁଁ ନିଜକୁ ବହୁତ ଗୌରବାନ୍ୱିତ ମନେ କରୁଛି। ଆପଣଙ୍କୁ କଣ ପଚରା ଯାଇଥିଲା? କଣ ବଳିଷ୍ଠତା ଦେଖା ଯାଇଥିଲା? ଶକ୍ତି ଦେଖା ଯାଇଥିଲା ନା କଣ ଦେଖା ଯାଇଥିଲା ଯାହା ଫଳରେ ଆପଣ ପ୍ରଥମ ସ୍ଥାନ ଅଧିକାର କଲେ? ସେନାପତିର କାର୍ଯ୍ୟ କଣ, ତାର ଦକ୍ଷତା କଣ ଏବଂ ଗୋଟେ ବୀରତ୍ୱର ସଂଳାପ କହିବା ପାଇଁ ମୋତେ କହିଥିଲେ, ଯୋଉଟା ମୁଁ କହିଥିଲି ଏବଂ ମୋର ବୋଧେ ସେ ସଂଳାପଟା ଦର୍ଶକ ମାନଙ୍କୁ ଭଲ ଲାଗିଲା ବୋଲି ମୋତେ ସେମାନେ ଉତ୍ତୀର୍ଣ୍ଣ କଲେ। କଣ ସେଇ ସଂଳାପ ଥିଲା ଆମେ ଶୁଣିବୁ? ହଁ, ଅଟେ ବହି ସେନାଧ୍ୟକ୍ଷ ଏ ମଥୁରା ସାମ୍ରାଜ୍ୟରେ, ଜାନମ ଶ୍ରବଣ ମାତ୍ରକେ ଭୟଭୀତ ହୋଇ କେତେ କେତେ ବୀରଗଣ ଅସ୍ତ୍ର କରିଣ ପରିତ୍ୟାଗ ପାଦ ତଳେ ମୋହର ହୁଅନ୍ତି ନତମସ୍ତକ। ଯାହାର ଏକ ହୁଙ୍କାର ନାଦରେ କେତେ କେତେ ରଥୀ ମହାରଥୀ ଛତ୍ର ଭଙ୍ଗ କରି ଜୀବନ ବିକଳରେ କରନ୍ତି ପଳାୟନ। ଆପଣଙ୍କର ଏଇ ଗଦାଟି ମୁଁ ଧରିଲା ବେଳୁ ମୋ ହାତ କାଟିଲାଣି। ମୁଁ ଜାଣିପାରୁଛି ଯେ ଆପଣଙ୍କର ବଳ କେତେ ଏବଂ ଆପଣ ଯେଉଁଭଳି ଭାବରେ ସଂଳାପ ଉଚ୍ଚାରଣ କରିଛନ୍ତି ଏବଂ ଯେଉଁଭଳି ଭାବରେ ଆଗାମୀ କିଛି ଦିନ ମଧ୍ୟରେ ମଥୁରା ନଗରୀ ପରିଚାଳନା କରିବେ, ଆମେ ନିଶ୍ଚିତ ଭାବରେ ଆପଣଙ୍କ ପ୍ରତି ଆମର ଗଭୀର ଆମେ ଆଶା ରଖିଛୁ ଏବଂ ଏହା ନିଶ୍ଚିତ ସଫଳ ମଣ୍ଡିତ ହେବ, ଏହା ମଧ୍ୟ ଆଶା ଅଛି। ଧନ୍ୟବାଦ। ମୋତେ ସାକ୍ଷାତକାର କରିଥିବାରୁ ମୁଁ ଆପଣଙ୍କୁ ମଧ୍ୟ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ନଗରୀର ସେନାପତି ସିଂହ ଧ୍ୱଜଙ୍କ ପାଖରେ ଆମେ ପହଞ୍ଚିଛୁ। ସେନାପତିଙ୍କର ଜୟ ହେଉ। ସେନାପତି କିଭଳି ଭାବରେ ସେନା ଛାଉଣୀ ହେଇଛି ମଥୁରା ନଗରୀ? ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଆଜକୁ ପ୍ରାୟ 30 ବର୍ଷ ହେଲାଣି ବିଭିନ୍ନ ଭୂମିକାରେ ଅଭିନୟ କରି ଆସୁଛି। ଏପରିକି ସିଂହଧ୍ୱଜ ସେନାପତି, ରଂସଭାର ରାଜା, ଗର୍ଗମୁନି, ନାରଦମୁନି, ଏପରିକି ପୁତନା ସୁନ୍ଦରୀ ମଧ୍ୟ ଅଭିନୟ କରି ଆସୁଛି। ଆଉ ଏ ବର୍ଷ ସିଂହଧ୍ୱଜ ସେନାପତିରେ ମୁଁ ନିଯୁକ୍ତି ହୋଇଛି। ଆପଣ ପୁତନା ସୁନ୍ଦରୀ ଭାବରେ ମଧ୍ୟ ଅଭିନୟ କରିଛନ୍ତି। ନାରୀ ଭୂମିକାରେ ଜଣେ ପୁରୁଷ ଅଭିନୟ କରିବା କେତେ କଷ୍ଟ? ବହୁତ କଷ୍ଟ ଆଜ୍ଞା। ପୁରୁଷ ହୁଏ ନାରୀ ଭୂମିକା କରିବାଟା ବହୁତ କଷ୍ଟ। ଆଉ ସେତେବେଳେ ମୋର କଳା ଚାତୁରୀରେ ସମଗ୍ର ମଥୁରା ରାଜ୍ୟକୁ ସମସ୍ତଙ୍କ ହୃଦୟକୁ ମୁଁ କିଣି ପାରିଥିଲି ଏଇ ନାରୀ ରୂପ କରି। ଆଉ ମହାରାଜ କଂସ ପ୍ରେରଣା କରିଥିଲେ ମୋତେ ଗୋପନପୁରକୁ ଶ୍ରୀକୃଷ୍ଣକୁ ନିହତ କରିବା ପାଇଁ। କଳା ମାଧ୍ୟମରେ ଗୋପପୁର ତଥା ସମସ୍ତ ମଥୁରା ନଗରୀର ଆବାଲ ବୃଦ୍ଧ ବନିତା ସମସ୍ତଙ୍କୁ ମୁଁ କଳା ମାଧ୍ୟମରେ ମନମୁଗ୍ଧ କରିଥିଲି। ଆପଣ ସେଇ ଡାଇଲଗ କିଛି ମନେ ଅଛି ଯେତେବେଳେ ଆପଣ ଏକ ନାରୀ ଭୂମିକାରେ ଅଭିନୟ କରିଥିବେ, ସେଇ ସମୟର ନାରୀର କିଛି ସଂଳାପ ମନେ ଅଛି? ନିଶ୍ଚୟ। ଆହା, କି ସୁନ୍ଦର ରୂପ ଲୋ ଭଉଣୀ, ଲୋ ସମକଟା, ଟିକେ ଦେଲୁ ତୋ ପୁତ୍ରକୁ ଟିକେ ଦେଲ ମୁଁ ଗେଲ କରେ, ଟିକେ ସ୍ତନ୍ୟ ପାନ କରେ। ଆ ପୁତ୍ର ଆ, କି ସୁନ୍ଦର ଭାବରେ। ଆହା, ଏବେ ଯେଉଁ ସେନାପତି ଆପଣ ହେଇଛନ୍ତି, ସେନାପତିଙ୍କର ଗୋଟେ ଡାଇଲଗ। ସିଂହଧ୍ୱଜ ସେନାପତି, ସିଂହ ପରି କରୁଥାଏ ରଣର ହୁଙ୍କାର। ଆପଣଙ୍କର ଆଦେଶ ପାଇଲା ମାତ୍ରକେ ସ୍ୱର୍ଗ ମର୍ତ୍ତ ପାତାଳ ଅସ୍ତ୍ର ଚାଳନା କରିବି। ଶୈଳସୁତ ପର୍ବତରେ ଯଦି ପଦ୍ମ ପ୍ରସ୍ଫୁଟିବ ଅବା ଅନ୍ଧକାର ଅମାବାସ୍ୟା ରତ୍ରରେ ଚନ୍ଦ୍ର ବିକଶିବ, ସପ୍ତ ସିନ୍ଧୁ ଜଳ ଯଦି ହୋଇଯାଏ ଶୁଷ୍କ, ତଥାପି ସିଂହଧ୍ୱଜ ସେନାପତି ନୁହୋଇ ବିଚଳିତ।
বলে বলে কৌশলে অবা মন্ত্র বলে করিবি নিধন নন্দর নন্দন কৃষ্ণ বলো রাম। 84 কোটি দানবর মৌটমণি ইন্দ্র চন্দ্র বরুণ কুবের 33 কোটি দেবতা যাহার চরণ কিঙ্কর সামান্য দুগ্ধ পশ্য শিশু প্রতি মনরে পুনে ভিত্তি মহারাজ। এই মোর তীক্ষ্ণ অস্ত্র সাহায্যরে কৃষ্ণ বলরামଙ୍କୁ অতি ନିର୍ମମ ଭାବରେ ଟିକି ଟିକି କରି ହତ୍ୟା କରି ବାଣ୍ଟି ଦେବି ଶାଗୁଣା ଶୃଗାଳର ମୁଖେ। ଏଇ ମୋର ପଦାଘାତରେ ଦଳି ଚକଟି ଉଡ଼ାଇବି ଗଗନ ମଣ୍ଡଳୀ। ତାପରେ ତାପରେ ନିଷ୍କଣ୍ଟକ ହେବି ମହାରାଜ ଏଇ ଧରା ଧାମେ। ଆପଣଙ୍କର ପରିଚୟ କଣ? ମୋର ପରିଚୟ ମୋ ନାଁ ଚିନ୍ତାମଣି କୁମ୍ଭାର, ବରଗଡ଼ ଜିଲ୍ଲା ଗାଛଲେଟ ଅନ୍ତର୍ଗତ ତାଲପାଲିରେ ମୋ ଘର। କିନ୍ତୁ ମୁଁ ଆଜିକୁ 30 ବର୍ଷ ହେଲାଣି ବରଗଡ଼ ଜିଲ୍ଲାରେ ତୋରା ଗ୍ରାମରେ ବସବାସ କରି ଆସୁଛି। ଆଉ ମୋର ପେଶା ହେଉଛି ମୁଁ ଜଣେ ଇଲେକ୍ଟ୍ରିସିଆନ୍। ଆଉ ମୋ ନିଶାଟା ହେଲା କଳା। ଇଲେକ୍ଟ୍ରିସିଆନ ରୁ କଳାକୁ ଆସିବା କେତେ କଷ୍ଟ, କାହିଁକି ନା ସେଟା ଗୋଟେ ହାର୍ଡୱେର କାମ, ଏଇଟା ଗୋଟେ ମଣିଷର ଭାବନାତ୍ମକ କାମ। ଆଜ୍ଞା, ମୁଁ ପିଲାଟି ଦିନରୁ ଯେତେବେଳେ ନବମ ଶ୍ରେଣୀ ପାଠ ପଢୁଥିଲି ଫ୍ୟାନ୍ସି ଡ୍ରେସରେ ନର୍ସ ଭୂମିକା ପାଇଁ ଉତ୍ତୀର୍ଣ୍ଣ ହୋଇଥିଲି। ଫ୍ୟାନ୍ସି ଡ୍ରେସରେ ମୋ ସାଙ୍ଗର ଜଣେ ଥିଲେ ଝିଅ, ତାଙ୍କର ବାପା ଡାକ୍ତର ଥିଲେ। ସେ ଡାକ୍ତରିଣ ମୋତେ କହିଲେ ଆସନ୍ତା କାଲି ହବ ଫ୍ୟାନ୍ସି ଡ୍ରେସ୍ ଆମ ବିଦ୍ୟାଳୟରେ, ଆଉ ତମେ ଗୋଟେ କିଛି ଗୋଟେ କର। କ'ଣ କରିବା? ତମେ ତ ବହୁତ ସୁନ୍ଦର ଦିଶୁଛ, ଗୋଟେ ଝିଅ ହେଇକି ନର୍ସ ହେଇକି ଗାଧେଇବା ବାହାନାରେ। ସେ ଡାକ୍ତରିଣା ମୋତେ ସମସ୍ତେ ସଜେଇ ଦେଲେ, ଝିଅ ପରି ସଜେଇ ଦେଲେ, ଆଉ ଗାଧୋଇବା ବେଶ କରି ମୁଁ ଗଲି ସେଠି ବହୁତ କାର୍ଯ୍ୟକ୍ରମ ଫ୍ୟାନ୍ସି ଡ୍ରେସ୍ ସେଠି ଯାଇ ପହଞ୍ଚିଲି ଆଉ କହିଲି ଛୁଆମାନଙ୍କର କାର୍ଯ୍ୟକ୍ରମ ଚାଲିଛି ଫ୍ୟାନ୍ସି ଡ୍ରେସ୍, ମୁଁ ଟିକେ ଦେଖିବା ପାଇଁ ଆସିଲି। କୋଉଠି ଅଛି? ମୁଁ ଏ ହସ୍ପିଟାଲରେ କାମ କରୁଛି, ମୁଁ ଜାଣିନି। ଆଉ ବସନ୍ତୁ ବସନ୍ତୁ, ଜାଣିପାରିଲେ ନାହିଁ, ପ୍ରକୃତିରେ ନର୍ସ ବୋଲି ଭାବିଲେ। ତାପରେ ପ୍ରଧାନ ଶିକ୍ଷକକୁ ପଚାରିଲେ ସେ କିଏ? ମୁଁ ମଧ୍ୟ ଜାଣିପାରିଲି ନାହିଁ। ତାପରେ ନାମକରଣ କଲେ ସେଇ ନର୍ସ ଭାବରେ କିଏ ଆସିଥିଲା, ଆସିକି ପରିଚୟ ଦେଇଥିଲେ। ମୁଁ ଯାଇକି ଚିନ୍ତାମଣି କୁମ୍ଭାର ବୋଲି କହିଲି। ଆମ ଶିକ୍ଷକମାନେ ମଧ୍ୟ ଆଚମ୍ବିତ ହୋଇଗଲେ। ମୋର ପ୍ରଥମ ଜୀବନରେ ମୋର ପ୍ରଥମ କଲା ନର୍ସ ଭୂମିକାରେ ଅଭିନୟ କରି ପ୍ରଥମ ସ୍ଥାନ କରିଛି। ଆଉ ମୋର ପ୍ରଥମ ଗୁରୁ ହେଉଛି ତାଲପାଲିର ହରିହର ଦାସ। ସର୍ବପ୍ରଥମେ ଆମ ତାଲପାଲିରେ ଧନୁଯାତ୍ରା ହେଉଥିଲା, ଏଲି ମହାରାଜ ଥିଲେ। ଆଉ ସେଇ ଯାତ୍ରାରେ ମୁଁ ପାଖେ ଦେଖୁଥାଏ, ବହୁତ ଆଗ୍ରହ ଥିଲା। ଆଉ ସେତେବେଳେ ହରିହର ଦାସ ବୋଲି ଜଣେ ବିଶିଷ୍ଟ ଆଜ୍ଞା ଅଛନ୍ତି, ସେ ମୋତେ ସେଇ କଳାକାର ମଧ୍ୟକୁ ବସିଥିଲେ। ସେଇ ଦିନରୁ ମୋତେ କଳା ନିଶା ଲାଗିଲା। ତାଲପାଲିରେ ଅଭିନୟ କରିବା ସଙ୍ଗେ ସଙ୍ଗେ ଏ ବରଗଡ଼ରେ ଆଜି ପର୍ଯ୍ୟନ୍ତ ଅଭିନୟ କରିଛି।